ମୁଁ ଏହି ଭାରତୀୟ ବିଦ୍ୟାମନ୍ଦିର ବିଦ୍ୟାଳୟରେ ପଢ଼ୁଥିଲି ଏବଂ ମୋର ମାର୍କ ରହିଅଛି 542 ମାର୍କ ରହିଅଛି ଏବଂ ଏକ୍ସପେକ୍ଟ କରିଥିଲି 545 ପ୍ଲସ୍ ଏକ୍ସପେକ୍ଟ କରିଥିଲି, ମାତ୍ର ଖୁସି ଅଛି ମାର୍କଟା ତଥାପି। ଦିନକୁ 4ରୁ 5 ଘଣ୍ଟା ପରିଶ୍ରମ ଥିଲା ଏବଂ ଟିଚର ମାନେ ମଧ୍ୟ ବହୁତ ସାହାଯ୍ୟ କରିଛନ୍ତି ଡାଉଟ୍ କ୍ଲିୟରିଂରେ ଏବଂ ପାଠ ପଢ଼ାରେ ମଧ୍ୟ। ଖୁସି ଅଛି ବହୁତ ରେଜଲ୍ଟରେ। 556 ମାର୍କ ଅଛି, 92% ଅଛି। ସେମିତି ସ୍କୁଲ ପିଲାଙ୍କର ଘଣ୍ଟେ ପଢ଼ିଲେ ହେଇଯାଏ, କେଉଁମାନଙ୍କୁ ବେଶୀ ସମୟ ଦେବାକୁ ପଡ଼େ, କିନ୍ତୁ ମୋ ପାଇଁ 7-8 ଘଣ୍ଟା 10 ଘଣ୍ଟା ବହୁତ ଥିଲା। ଟ୍ୟୁସନ୍ ବି ହେଇଛି, ମାମା ମୋତେ ବହୁତ ସପୋର୍ଟ କରନ୍ତି। ମୁଁ ଯେତେବେଳେ ରାତି ଅନିଦ୍ରା ହେଇ ବସି ପଢ଼େ, ମାମା ଏ ପାଖରେ ବସନ୍ତି। ବଡ଼ ପୁଅ ନାଁ ହେଲା ଅନିମେଷ ପାତ୍ର, ଆଉ ସାନ ହେଲା ଅଭିରୂପ ପାତ୍ର। ଦୁଇ ଜଣ ଯାକ ଟୁଇନ୍, ଦୁଇ ଜଣ ଯାକ A1ରେ ପାସ୍ କରିଛନ୍ତି ଏବଂ ଏ ସ୍ୱଳ୍ପ ଯେହେତୁ ପ୍ରାଇଭେଟ୍ ଜବ୍ କରୁଛି, ଏ ସ୍ୱଳ୍ପ ବେତନ ଭିତରେ ସେମାନଙ୍କୁ ସେମାନଙ୍କ ପ୍ରତି ଯେତିକି ମୁଁ କର୍ତ୍ତବ୍ୟ କରିଛି ମୋର ପାରୁ ପର୍ଯ୍ୟନ୍ତ, ଏବଂ ସେମାନେ ମଧ୍ୟ ବହୁତ ପରିଶ୍ରମ କରିଛନ୍ତି। ତା ଛଡ଼ା ଆମ ବିଦ୍ୟାଳୟର ଗୁରୁଜୀ ଗୁରୁମାମାନଙ୍କର ପ୍ରଚେଷ୍ଟା, ସ୍ୱତନ୍ତ୍ର ଭାବରେ ଆମର ବିଦ୍ୟାଳୟର HM ବିଜୟିନୀ ଗୁରୁମା, ଯିଏକି ଯେମିତିକି ବାପା ମା' ମଧ୍ୟ ଛୁଆମାନଙ୍କୁ ଘରେ ଏତେ ତାଗିଦ କରନ୍ତିନି, ଏତେ ବି ଗାଇଡ଼ ଦିଅନ୍ତିନି, ଆମ HMଙ୍କର ମାନେ ପୁଅ ଝିଅ ଭଳି ସେମାନଙ୍କୁ ତାଗିଦ କରିବା ଯୋଗୁଁ ମୋ ଛୁଆମାନେ ଆଜି ଏ ସ୍ଥାନରେ ପହଞ୍ଚି ପାରିଛନ୍ତି। ନିଶ୍ଚୟ ଆଶା ଥିଲା, ନିଶ୍ଚୟ 90%, କାରଣ ତାଙ୍କ କ୍ୟାରିୟର ରହୁଛି 90% ଆରମ୍ଭରୁ। ମାନେ ପ୍ରତ୍ୟେକ କ୍ଲାସ୍ରେ ସେ ସ୍କଲାରସିପ୍, ପଠାଣି ସାମନ୍ତ, NATS ସବୁ ପାଇଛନ୍ତି। ଆଶା ବି ଥିଲା, ତଥାପି ଯେତିକି ଆଶା କରୁଥିଲି ସେତିକି ହେଲାନି, ଜଷ୍ଟ ହେଲା। ଆଶା ଥିଲା 94-95। ଆମର ଯେଉଁ ଆଚାର୍ଯ୍ୟ ମାନେ ଭାରି ମାନେ ତ୍ୟାଗୀ, ସେମାନେ ପିଲାମାନଙ୍କ ପିଛା ଲାଗିଥାନ୍ତି। ସେମିତି ପିଲାମାନେ ଛୁଟିରେ ରହିଗଲେ ବି ଘରକୁ ତାଙ୍କୁ ଫୋନ୍ କରି ପଚାରି ବୁଝନ୍ତି କ'ଣ କେତେ ବାଟ ପାଠ ଗଲା, କେତେ ପ୍ରିପେୟାର ହେଇଛ ଇତ୍ୟାଦି। ସବୁଥିରେ ସମସ୍ତଙ୍କର ସହଯୋଗ ଅଛି, ପିଲାମାନଙ୍କର ମଧ୍ୟ ଚେଷ୍ଟା ଅଛି।